ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଯେଉଁ କାର୍ଯ୍ୟ କରିବା ପାଇଁ ମନସ୍କ କରିଥିବେ ତାହା ସମ୍ପୂର୍ଣ୍ଣ ନ ହେବା ପୂର୍ବରୁ କେବେ ବି କାହାକୁ ପ୍ରକାଶ କରନ୍ତୁ ନାହିଁ। ସୋମବାର, ବୁଧବାର ଓ ଶୁକ୍ରବାର ଘରୁ ବାହାରିବା ବେଳେ ବାମ ପାଦ ପକେଇ ଯାତ୍ରା ଆରମ୍ଭ କରନ୍ତୁ ଏବଂ ଅନ୍ୟ ବାରରେ ଡାହାଣ ପାଦ ପକେଇ ଯାତ୍ରା କରନ୍ତୁ। ଦେଖିବେ ଅନେକ ଶୁଭ ହେବ। ନମ୍ବର 2, ଘରେ ଯଦି ଅଭାବ ଲାଗି ରହୁଥାଏ, ଏକ ଛୋଟ ପିତ୍ତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ପାଖରେ ରଖି ମୁଣ୍ଡିଆ ମାରନ୍ତୁ। ନମ୍ବର 3, ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ଚାରେ ଅଦା ପକେଇକି ପିଅନ୍ତୁ ଏବଂ ଦିନରେ ଖାଇବା ବେଳେ 5ଟି ଲବଙ୍ଗ ଖାଆନ୍ତୁ ଓ ବସିକରି ପାଣି ପିଅନ୍ତୁ। ନମ୍ବର 4, ବର୍ଷା ଦିନେ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଯଦି ଆପଣ ବାହାରକୁ ଯାଆନ୍ତି ତେବେ 7 ଥର ଦଧିଚି ଦଧିଚି ବୋଲି ଉଚ୍ଚାରଣ କରିକି ଯାଆନ୍ତୁ। ଘଡ଼ଘଡ଼ିରେ ଆପଣଙ୍କର କୌଣସି ବି କ୍ଷତି ହେବ ନାହିଁ। ନମ୍ବର 5, ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ନିଜ ମୁହଁରେ ନଡ଼ିଆ ତେଲ ଲଗେଇ ଶୋଇବା ଉଚିତ। ନଡ଼ିଆ ତେଲ ଲଗେଇବା ଦ୍ୱାରା ଆପଣଙ୍କର ତ୍ୱଚା ଚିକ୍କଣ ହୋଇଥାଏ। ଆପଣମାନେ ଚେଷ୍ଟା କରିବେ ଘର ରନ୍ଧା ନଡ଼ିଆ ତେଲ ଲଗେଇବା ପାଇଁ। ନମ୍ବର 6, କାକୁଡ଼ି ରସ ମୁହଁରେ ଲଗେଇବା ବହୁତ ଭଲ ହୋଇଥାଏ। ଏହା ମୁହଁକୁ ଥଣ୍ଡା ରଖିବା ସହିତ ଆଖି ତଳ କଳା ଦାଗ ମଧ୍ୟ ଦୂର କରିଥାଏ। ନମ୍ବର 7, ପ୍ରତ୍ୟେକ ଦିନ ମୁହଁକୁ ସାଦା ପାଣିରେ ଧୋଇବା ବଦଳରେ ଚାଉଳ ପାଣିରେ ଧୁଅନ୍ତୁ। ଏମିତି କରିବା ଦ୍ୱାରା ମୁହଁର ରଙ୍ଗ ଚମକଦାର ହୋଇଥାଏ। ଆପଣମାନେ ଚାଉଳକୁ କିଛି ସମୟ ପାଇଁ ଭିଜେଇ ଦିଅନ୍ତୁ। ଏହାପରେ ଏହି ପାଣିକୁ ଛାଣିକି ରଖନ୍ତୁ ଓ ଏହାକୁ ମୁହଁରେ ଲଗାନ୍ତୁ। ଦେଖିବେ ଏହାର ଫରକ ବହୁତ ହୋଇଥାଏ। ନମ୍ବର 8, ମୋବାଇଲ ଅଧିକ ସମୟ ଦେଖିଲେ ଦୃଷ୍ଟିଶକ୍ତି ହ୍ରାସ ପାଇବା, ଜଳୀୟ ଅଂଶ କମିଯିବା, ଆଖିରୁ ପାଣି ବାହାରିବା ଏବଂ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଆପଣମାନେ ମୋବାଇଲର କମ୍ ବ୍ୟବହାର କରନ୍ତୁ। ନମ୍ବର 9, ଯଦି ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତେବେ ଅଳ୍ପ ସୋରିଷ ତେଲରେ ଲୁଣ ଓ ହଳଦୀ ମିଶାଇ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ ମାଲିସ କଲେ ଯନ୍ତ୍ରଣା କମିଯାଇଥାଏ। ନମ୍ବର 10, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶଙ୍ଖଧ୍ୱନି କଲେ ଗୃହର ଅଶୁଭତ୍ୱ ଦୂର ହୋଇଥାଏ। ନମ୍ବର 11, ମା କ୍ଷୀର ନଥିଲେ କପା ପତ୍ରର ରସ 2 ଚାମଚ 7 ଦିନ ଲେଖା ଖାଇଲେ କ୍ଷୀର ହୋଇଥାଏ। ନମ୍ବର 12, ଯଦି ଛୁଆ ଅନବରତ କାନ୍ଦୁଥାଏ ତେବେ ତାର ଶୋଇବା ଶେଯକୁ ମୟୂର ପୁଚ୍ଛରେ କିଛି ଦିନ ଯାଏ ଘଷନ୍ତୁ ଏବଂ କୁଶ ଆସନରେ ବିଛଣା କରି ପିଲାକୁ ଶୋଇବାକୁ ଦିଅନ୍ତୁ। ନମ୍ବର 13, ଶୋଇବା ଖଟ ବା ପଲଙ୍କ ପାଖରେ ଚୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ। ଏହା କଲେ ଅମଙ୍ଗଳ ହୋଇଥାଏ। ନମ୍ବର 14, ଘରେ ଯଦି କଳା ପିମ୍ପୁଡ଼ି ଡିମ୍ବ ଧରି ବାହାରିଲେ ଜାଣିବେ ଏହା ବହୁତ ଶୁଭ ହୋଇଥାଏ। ଆଉ ଯଦି ନାଲି ପିମ୍ପୁଡ଼ି ବାହାରେ ଜାଣିବେ ଏହାର ବିପରୀତ ମାନେ ଅଶୁଭ ହୋଇଥାଏ। ନମ୍ବର 15, ପ୍ରତିଦିନ ସକାଳୁ ଉଠି ମୁଣ୍ଡ କୁଣ୍ଡେଇବା ଦ୍ୱାରା କେଶମୂଳ ମଜବୁତ ହୋଇଥାଏ ଏବଂ ଯଦି ଆପଣ କାଠ ପାନିଆରେ ମୁଣ୍ଡ କୁଣ୍ଡାନ୍ତି ତେବେ କେଶ କମ୍ ଝଡ଼ିଥାଏ। ନମ୍ବର 16, ଅଧକପାଳି ମୁଣ୍ଡ ବିନ୍ଧା ହେଉଥିଲେ ଯେଉଁ ପଟ ଫାଳ ବିନ୍ଧା ହେଉଥିବ ସେହି ପଟ ନାକରେ 2ରୁ 3 ବୁନ୍ଦା ସୋରିଷ ତେଲ ନେଇ ଜୋରରେ ଶୁଙ୍ଘନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା କମିଯିବ। ନମ୍ବର 17, ଯଦି ଅଧିକ ଜୋରରେ ଜ୍ୱର ହେଉଥାଏ ଓ ଜମା ଛାଡ଼ୁନଥାଏ ତେବେ ସେହି ସମୟରେ ହେଙ୍ଗୁର ଯଦି ଆପଣମାନେ ସେବନ କରନ୍ତି ତେବେ ତୁରନ୍ତ ଆରାମ ଲାଗିଥାଏ। ନମ୍ବର 18, ଘଣା ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଜଳାଇବା ସହିତ ହନୁମାନଙ୍କୁ ଆରତି କରିବା ଦ୍ୱାରା ଅନିଷ୍ଟ ଦୂର ହେବା ଓ ତା ସହିତ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 19, ଦିନଯାକର ଥକା ଦୂର କରିବା ପାଇଁ ଗରମ ପାଣିରେ ଗୋଟେ ଛୋଟ ଗୁଜୁରାତି ପକେଇକି ପିଅନ୍ତୁ। ଏହାଦ୍ୱାରା ଦିନଯାକର ସବୁ ଥକା ଦୂର ହୋଇଯିବ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ। ନମ୍ବର 20, ଅଧିକ ଗରମ ଗରମ ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ବିମାରୀ ହୋଇପାରେ। ଏଥିପାଇଁ ଖାଦ୍ୟକୁ ସବୁବେଳେ ଟିକିଏ ଥଣ୍ଡା କରିକି ସେବନ କରିବା କଥା। ନମ୍ବର 21, ନୂଆ ଶାଢ଼ୀ କିମ୍ବା ନୂଆ ପୋଷାକ ପିନ୍ଧିବା ପୂର୍ବରୁ ପ୍ରଥମେ ଭଗବାନଙ୍କ ପାଖରେ ହଳଦୀ ଚନ୍ଦନ ଲଗେଇ ସେହି ଶାଢ଼ୀ ବା ପୋଷାକକୁ ଛୁଏଁଇବା ଉଚିତ। ତାପରେ ନୂଆ ବସ୍ତ୍ର ପିନ୍ଧିବା ଉଚିତ।
ନମ୍ବର 22 କଞ୍ଚା ଲଙ୍କା କାଟିବା ପରେ ତେନ୍ତୁଳି ପାଣିରେ ହାତ ଧୋଇବା ଦ୍ୱାରା ହାତ ଜଳାପୋଡ଼ା ହୋଇନଥାଏ। ନମ୍ବର 23 ଦାନ୍ତ ଦୁର୍ବଳ ହେଉଯାଉଥିଲେ ଲିମ୍ବ କାଠିରେ ଦାନ୍ତ ଘଷିଲେ ଦାନ୍ତ ମଜବୁତ ହୋଇଥାଏ ଏବଂ ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ନମ୍ବର 24 ଛେନା ତିଆରି କରିବା ସମୟରେ ଲେମ୍ବୁ ରସ ବଦଳରେ ଯଦି ଆପଣମାନେ ଭିନେଗାରର ବ୍ୟବହାର କରୁଛନ୍ତି, ଜାଣିବେ ଏହାଦ୍ୱାରା ଛେନାରୁ ପାଣି ଭଲ ଭାବରେ ବାହାରି ଯାଇଥାଏ ଓ ଛେନାକୁ ଅତି ସହଜରେ କଢ଼ାଯାଇପାରେ। ନମ୍ବର 25 ଉଷୁମ କ୍ଷୀରରେ ଡାଲଚିନି ପାଉଡର ଏବଂ ଅଳ୍ପ ମହୁ ମିଶାଇ ପିଇଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ। ଯଦି ଟିକେ କାମ କରି ଅଧିକ ହାଲିଆ ଲାଗୁଥାଏ, ତେବେ ଏହାକୁ ସେବନ କରନ୍ତୁ। ଆପଣମାନେ ଓଡ଼ିଶାର କେଉଁ କେଉଁ ଗ୍ରାମରୁ ଆମ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ନମ୍ବର 26 ଆପଣ ମେକଅପ୍ ଲଗାଇବା ପୂର୍ବରୁ ମୁହଁରେ ଆଲୋଭେରା କିମ୍ବା ନଡ଼ିଆ ତେଲ ନିହାତି ଭାବରେ ମସାଜ କରନ୍ତୁ। ଏହାଦ୍ୱାରା ମେକଅପ୍ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେଶ୍ ରହିଥାଏ। ନହେଲେ ଆପଣମାନେ ବରଫର ୟୁଜ୍ କରିପାରିବେ। ନମ୍ବର 27 ରସୁଣ ଖାଇକି ଶୋଇବା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ରସୁଣକୁ ସୋରିଷ ତେଲରେ ଫୁଟେଇକି ପାଦରେ ମାଲିସ କଲେ ଜଲ୍ଦି ଥଣ୍ଡା ସର୍ଦ୍ଦି ପରି ବିମାରୀରୁ ମୁକ୍ତି ମିଳିଥାଏ। ନମ୍ବର 28 ସଜନା ଶାଗ ନିୟମିତ ଭାବରେ ଖାଆନ୍ତୁ। ଏହା ଦୃଷ୍ଟିଶକ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼େଇଥାଏ ଏବଂ ଡାଇବେଟିସ୍କୁ କଣ୍ଟ୍ରୋଲରେ ରଖିଥାଏ। ଯଦି ଆପଣଙ୍କ ପରିବାରରେ କାହାକୁ ବି ଡାଇବେଟିସ୍ ରୋଗ ହୋଇଥାଏ, ତାହେଲେ ଆପଣମାନେ ସେମାନଙ୍କୁ ସଜନା ଶାଗ ଖାଇବାକୁ ପରାମର୍ଶ ଦିଅନ୍ତୁ। ନମ୍ବର 29 ଯଦି ହାତରେ ପାଣି ଯାଦୁ ହୋଇଥାଏ, ତେବେ ଆପଣ ଲିମ୍ବପତ୍ର ରସରେ ଖଇରକୁ ଘୋରିକି ଲଗାଇବା ଦ୍ୱାରା ହାତରେ ଯାଦୁ ଭଲ ହୋଇଯାଇଥାଏ। ନମ୍ବର 30 ଯଦି ହାତ ଓ ଗୋଡ଼ ପୋଡ଼ୁଥାଏ, ତେବେ ମଞ୍ଜୁଆତି ପତ୍ର ବାଟିକି ହାତ ଓ ଗୋଡ଼ରେ ଲଗେଇ ଦିଅନ୍ତୁ। ଏହାଦ୍ୱାରା ଜଳାପୋଡ଼ା ରୋଗ ଜଲ୍ଦି ଭଲ ହୋଇଯାଇଥାଏ। ନମ୍ବର 31 ଲିମ୍ବ ପତ୍ରକୁ ଶୁଖେଇକି ତାକୁ ଗୁଣ୍ଡ କରିକି ନଡ଼ିଆ କତା ଜଳେଇ ସେଥିରେ ପକେଇକି ଧୂଆଁ କରିବା ଦ୍ୱାରା ଗୃହକୁ ଯଦି ମଶା ମାଛି ଇତ୍ୟାଦି ଆସୁଥାଏ, ତାହେଲେ ଏହା ଜମା ବି ଆସିବ ନାହିଁ। ନମ୍ବର 32 ଯଦି ଆପଣମାନେ ମୋଟାପାକୁ ନେଇକି ବହୁ ଚିନ୍ତାରେ ରହୁଛନ୍ତି, ଆପଣ ଯେତେ ଚେଷ୍ଟା କଲେ ବି ଓଜନ ଆପଣଙ୍କର କମୁନାହିଁ, ତାହେଲେ ଆପଣମାନେ ଅଦା ରସ ଓ ଲେମ୍ବୁ ରସ ସମାନ ପରିମାଣରେ ମିଶାଇକି ପିଅନ୍ତୁ। ଦେଖିବେ ଆପଣଙ୍କର ମୋଟାପା ବହୁ ଶୀଘ୍ର କମ୍ ହୋଇଯିବ। ଏହା ସହିତ ଆପଣମାନେ ସକାଳୁ ଟିକେ ଏକ୍ସରସାଇଜ୍ 1 ଘଣ୍ଟା ଯାଏ କରନ୍ତୁ। ନମ୍ବର 33 ଦାନ୍ତ ଯଦି ହଳଦିଆ ପଡ଼ିଥାଏ, ଦାନ୍ତରେ କୋଇଲା, ଲେମ୍ବୁ ରସ ଏବଂ ଲୁଣ ମିଶାଇ ଦାନ୍ତରେ ଘଷିଲେ ଦାନ୍ତ ଚିକ୍କଣ, ସଫା ଏବଂ ଧଳା ହୋଇଥାଏ। ନମ୍ବର 34 ଜ୍ୱର, ଝାଡ଼ା, ବାନ୍ତି ଏବଂ ଗ୍ୟାଷ୍ଟ୍ରିକ୍ ଇତ୍ୟାଦି ରୋଗ ପାଇଁ ଅଧିକରୁ ଅଧିକ ପାଣି ପିଇବା ଉଚିତ। ଏହି ସମସ୍ୟା ଦେଖାଦେଲେ ପାଣିରେ ORS ପକାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆପଣମାନେ ଚେଷ୍ଟା କରନ୍ତୁ ଦିନରୁ ଅତି କମରେ 7ରୁ 8 ଲିଟର ପାଣି ପିଇବା ପାଇଁ। ନମ୍ବର 35 ଅଳ୍ପ ଥଣ୍ଡା ପାଣିରେ 1 ଚାମଚ ଲେମ୍ବୁ ରସ ଏବଂ ଅଳ୍ପ ଲୁଣ ପକାଇ ସେହି ପାଣିରେ ଚେହେରା ଧୋଇବା ଦ୍ୱାରା ଚେହେରା ଟାଇଟ୍ ଏବଂ ଚମକଦାର ହୋଇଥାଏ। ନମ୍ବର 36 ସନ୍ଧ୍ୟା ସମୟରେ ମନେ ରଖିବେ ନିଜେ କେବେ ବି ଶୋଇବେ ନାହିଁ କିମ୍ବା ଅନ୍ୟମାନଙ୍କୁ ଶୁଆଇ ଦେବେ ନାହିଁ। ସନ୍ଧ୍ୟାରେ ଶୋଇଲେ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ ଓ ସେହି ଘର ପାଇଁ ଜମା ବି ଭଲ ନୁହେଁ। ଆପଣମାନଙ୍କର ଯଦି ସନ୍ଧ୍ୟାରେ ଶୋଇବାର ଅଭ୍ୟାସ ଅଛି, ତାହେଲେ ଏହାକୁ ଜଲ୍ଦି ହିଁ ଚେଞ୍ଜ କରିଦିଅନ୍ତୁ। 37 ଯଦି ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ତାହେଲେ ନିୟମିତ ଭାବରେ ଗଜାମୁଗ, ଗଜା ବୁଟ ଖାଆନ୍ତୁ। ତା ସହିତ ପ୍ରତିଦିନ ଗୋଟିଏ ଫଳ ନିହାତି ଭାବରେ ଖାଇବାକୁ ଚେଷ୍ଟା କରନ୍ତୁ। ନମ୍ବର 38 ରାତିରେ କ୍ଷୀର ସହିତ ହଳଦୀ ଏବଂ ଅଳେଇଚ ମିଶାଇ ଉଷୁମ କରି ପିଅନ୍ତୁ। ଯଦି ଆପଣମାନଙ୍କୁ ନିଦ ଭଲସେ ଆସୁନଥାଏ, ଏହା ପିଇବା ଦ୍ୱାରା ଭଲ ନିଦ ହେବା ସହିତ ହାଡ଼ ମଧ୍ୟ ମଜବୁତ ରହିଥାଏ।
नंबर 39 ଯେଉଁମାନେ କମ୍ ବୟସରୁ ଚଷମା ଲଗାଉଛନ୍ତି ସେମାନେ କ୍ଷୀର ସହିତ ମିଶ୍ରି ଏବଂ ଅଳେଇଚ ମିଶାଇକି ପିଅନ୍ତୁ। ଏହା ପିଇବା ଦ୍ୱାରା ଆଖି ସୁସ୍ଥ ରହିବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ। ନହେଲେ ଆପଣମାନେ ଯେତେ ପାରିବେ ସେତେ ଭେଜିଟେବଲ୍ସ ଖାଆନ୍ତୁ। ନିହାତି ଭାବରେ ଗାଜର ଖାଆନ୍ତୁ। ଏହା ଭଲ ଦୃଷ୍ଟିଶକ୍ତି ଆଣିବାରେ ସାହାଯ୍ୟ କରିଥାଏ। ନମ୍ବର 40 ପୋଡ଼ି ଯାଇଥିବା ବାସନକୁ ସଫା କରିବା ପାଇଁ ବେକିଂ ପାଉଡର ଏବଂ ଲେମ୍ବୁ ରସକୁ ଭଲରେ ମିଶାଇ ଗରମ ପାଣିରେ ପକାଇ ଦିଅନ୍ତୁ। ଏହି ମିଶ୍ରଣକୁ ପୋଡ଼ି ଯାଇଥିବା ବାସନରେ କିଛି ସମୟ ପାଇଁ ରଖିଦିଅନ୍ତୁ। ଦେଖିବେ ପୋଡ଼ା ଦାଗ ବହୁତ ଜଲ୍ଦି ଲିଭିଯିବ ଓ ବାସନ ପୁରା ସଫା ହୋଇଯିବ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍ କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। ଜୟ ମା ଲକ୍ଷ୍ମୀ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ।